ମିଳିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ପ୍ରେମମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାଥ୍ୟୁ ଲିଖିତ ସୁସମାଚାର 9 ଅଧ୍ୟାୟର 36 ପଦରେ ଆମେମାନେ ଏହିପରି ପାଠ କରୁ, ଆଉ ଲୋକ ସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନ ଭିନ୍ନ ଥିଲେ। ଲୋକ ସମୂହକୁ ଦେଖି ପ୍ରଭୁ ଶ୍ରୀଖ୍ରୀଷ୍ଟ ସେମାନଙ୍କର ଦୋଷ ଦୁର୍ବଳତା ତ୍ରୁଟି ଦେଖିଲେ ନାହିଁ, ବରଂ ସେମାନଙ୍କର ପ୍ରତି ଦୟାରେ ବିଗଳିତ ହେଲେ। କାରଣ ବାହ୍ୟିକ ଭାବେ ତ ସେମାନେ ଜୀବିତ ଥିଲେ, ତଥାପି ଭିତରେ ସେମାନେ ଭାଙ୍ଗି ପଡ଼ିଥିଲେ, ପରିଶ୍ରାନ୍ତ ଥିଲେ ତଥା ଛିନ୍ନ ଭିନ୍ନ ହୋଇଥିଲେ। ଆଜି ମଧ୍ୟ ମନୁଷ୍ୟର ଏହି ଅବସ୍ଥା। ମଣିଷ ପାଖରେ ସବୁକିଛି ରହିଛି, ତଥାପି ତାହା ପାଖରେ ଶାନ୍ତି ନାହିଁ। ଆମେ ଯେତେ ଭଲ ଜୀବନଯାପନ କଲେ ସୁଦ୍ଧା ଆମ ଜୀବନ ପାପ ହେତୁ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଛି। ଯେଶାୟସ୍ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 53 ଅଧ୍ୟାୟ 6 ପଦରେ ବାଇବଲ ଏହିପରି କହେ, ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ। ଆମମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ, ଆଉ ସଦାପ୍ରଭୁ ଆମ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇ ଅଛନ୍ତି। ପାପ ହେତୁ ମନୁଷ୍ୟ ଛିନ୍ନ ଭିନ୍ନ ଅର୍ଥାତ୍ ବିପଥଗାମୀ ହୋଇଅଛି। ଏହାର ଫଳସ୍ୱରୂପେ ଆମ ହୃଦୟରେ ଭୟ ଓ ମୃତ୍ୟୁ ରାଜତ୍ୱ କରୁଅଛି। ମାତ୍ର ଈଶ୍ୱର ଆପଣା ମହାପ୍ରେମ ହେତୁ ନିଜ ପ୍ରିୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କଲେ। ଆମର ପାପ ଅଧର୍ମ ତାହାଙ୍କ ଉପରେ ଥୋଇଦେଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମର ପାପର ଦଣ୍ଡ ମୃତ୍ୟୁ କ୍ରୁଶରେ ଗ୍ରହଣ କଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ହେଉଛନ୍ତି ସେହି ଉତ୍ତମ ମେଷପାଳକ, ଯିଏ କହିଲେ, ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ପ୍ରାଣ ଆମ୍ଭମାନଙ୍କ ପାଇଁ ଦାନ କଲେ। ତୃତୀୟ ଦିନରେ ସେ ମୃତ୍ୟୁରୁ ଉତ୍ଥିତ ହେଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆଜି ହିଁ ଆପଣ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି କ୍ଷମା, ଜୀବନ ଓ ଶାନ୍ତି ପ୍ରାପ୍ତ ହୋଇପାରିବେ। ଧନ୍ୟବାଦ।